ଏବେ ହେବ ଆମର ପୋଟଳ ବଡ଼ି ପାଗ। ଫାଷ୍ଟ ନେବା ଆମେ ଲଙ୍କା, ତାପରେ ନେବା ଆମେ ରସୁଣ, ଠିକ୍ ଅଛି। ତାପରେ ନେବା ଆମେ ଲୁଣ ସ୍ୱାଦ ହିସାବରେ ଲୁଣ ନେଇଯିବା, ଠିକ୍ ଅଛି। ତ ଏକୁଟିଆ ଖାଇବି ତ ଲୁଣ ଟିକେ କମ୍, ଲୁଣ ଟିକେ ଆରେ ସୁଧା ଆସି ଲୁଣ ପଡ଼ିଲା। ତାକୁ ବର୍ତ୍ତମାନ ଆମେ ଟିକେ ଚକଡ଼ି ଦେବା। ଲୁଣ ଲଙ୍କା ରସୁଣ ଚକଡ଼ି ଦେଲେ, ତାପରେ ପାଗଟା ଜବରଦସ୍ତ ହେବା ଦରକାର। ପଖାଳକୁ ପୋଟଳ ଭଜାକୁ ପୋଟଳ ପୋଡ଼ା ଆଉ ବଢ଼ି ତା ସାଙ୍ଗରେ ବି ବଢ଼ି ଦଳା। ଏବେ ନେବା ପୋଟଳ ଦୁଇଟା ପୋଡ଼ା ହେଇଛି, ପୋଟଳ ଦୁଇଟା ଦଳି ଦେଲେ ତା ସାଙ୍ଗରେ। ତାପରେ ନେଇଯିବା ଆମେ ବଢ଼ି, ଠିକ୍ ଅଛି। ପୋଟଳ, କଞ୍ଚା ଲଙ୍କା, ରସୁଣ, ବଢ଼ି, ଲୁଣ। ବଢ଼ି ନେଇଗଲେ ବଢ଼ିକି ଟିକେ ଖାଲି ଦଳିଦେବା, ହାଲକା ଟିକେ ଚୁନା କରିଦେବା। ତାପରେ ପାଗଟା ଦେବା, ପଖାଳକୁ ବାଢ଼ିବା, ଖାଇବା ଆଉ କ'ଣ, ଠିକ୍ ଅଛି। ହେଇଗଲା ଆମର ପଖାଳକୁ ବଢ଼ି। ତ ସାଙ୍ଗମାନେ ଆମର ପଖାଳ ରେଡ଼ି। ପଖାଳ ଭାତ ରହିଲା। ଏ ରହିଲା ଆମର ପୋଟଳ ବଢ଼ି, କଞ୍ଚା ଲଙ୍କା, ରସୁଣ ଦଳା ଟିକେ ପାଗ ହେଇଛି। ଆଉ ଆମର ଇଏ ରହିଲା ପଖାଳ, ଏ ରହିଲା ପୋଟଳ ଆଳୁ ଭଜା ଟିକେ ଆଉ ପିଆଜ ଟିକେ। ଆପଣମାନେ ଭାବୁଥିବେ ପୋଟଳ ଆଳୁ ଭଜାକୁ ପୋଟଳ ପୋଡ଼ା, ସେଥିପାଇଁ କଲି ଯେ ପୋଟଳ ଅଳ୍ପ ଥିଲା, ଏକୁଟିଆ ଖାଇବି ଯେହେତୁ ଦୁଇଟା ଡବଲ ଆଇଟମ୍ କରିଦେଲି ଆଉ। ବଢ଼ି ବି ସାଇଡ଼୍ରେ ଟିକେ ଥିଲା, ସେଥିପାଇଁ ପୋଟଳ ବଢ଼ି ଆଉ କଞ୍ଚା ଲଙ୍କା ରସୁଣ ଟିକେ ମୋତେ ଭଲ ଲାଗେ ପୋଡ଼ିକି ଖାଇବା ପାଇଁ, ସେଥିପାଇଁ କରିଦେଲି। ଠିକ୍ ଅଛି, ଆଜି ପାଇଁ ଭିଡ଼ିଓ ଏତିକି। ରହିଲି, ଜୟ ଜଗନ୍ନାଥ।